ଶିକ୍ଷକ ଘରେ ଛୁଆ ବାହାରେ ଶିକ୍ଷକମାନଙ୍କ ବୈମିତ୍ରିକ ମନୋଭାବ ଯୋଗୁଁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉନାହାନ୍ତି ଛାତ୍ରଛାତ୍ରୀ। ଆମେ ଆପଣଙ୍କ ସାମ୍ନାରେ ଯେଉଁ ଚିତ୍ର ଦେଖାଉଛୁ, ଏହା ଗୋଟିଏ ବିଦ୍ୟାଳୟ। ଏହା କୌଣସି ଖେଳ ପିରିୟଡ଼ ନୁହେଁ। ଆପଣମାନେ ଭାବୁଥିବେ ଯଦି ଖେଳ ପିରିୟଡ଼ ନୁହେଁ ତେବେ ଛୁଆମାନେ ଖେଳୁଛନ୍ତି କାହିଁକି? ଏହା ହେଉଛି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୃଶ୍ୟ। ବର୍ତ୍ତମାନ ସମୟ ହୋଇଛି 10:05। ଆମେ ଅଛୁ କେସିଙ୍ଗାସ୍ଥିତ ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ଯେଉଁଠିକି 1ରୁ 8ମ କ୍ଲାସ୍ ପର୍ଯ୍ୟନ୍ତ ପଢ଼ାଯାଏ। ବିଭିନ୍ନ ସମୟରେ ଏହି ଗଣମାଧ୍ୟମରେ ବିଭିନ୍ନ ସମୟରେ ଏହି ସ୍କୁଲ ବିଷୟରେ ବିଦ୍ୟାଳୟ ବିଷୟରେ ଖବର ପ୍ରସାରିତ ହେଉଛି। ବହୁତ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଇବୁ 10:05 ହେଇଗଲେ ସୁଦ୍ଧା ଛୁଆମାନେ ବାହାରେ ଖେଳୁଛନ୍ତି। କୌଣସି ଶିକ୍ଷକ ଏବେ ପର୍ଯ୍ୟନ୍ତ ସ୍କୁଲକୁ ଆସିନାହାନ୍ତି। କ୍ୟାମେରାମ୍ୟାନକୁ ଅନୁରୋଧ କରିବି ସେ ମୋତେ ଦେଖାଇବେ। ମେନ୍ ଗେଟ୍ଟି ଏବେ ପର୍ଯ୍ୟନ୍ତ ବନ୍ଦ ରହିଛି। ଛୁଆମାନେ ବାହାରେ ଖେଳୁଛନ୍ତି। ଆପଣ ଦେଖୁପାରୁଥିବେ ମୋ ପଛପଟେ ଛୁଆମାନେ ଅଛନ୍ତି। କୌଣସି ତାଲା ଗୋଟେ ଖୋଲାଯାଇ ନାହିଁ। ତାମାନେ ମୋଟାଙ୍କର ଦରମା ପାଉଛନ୍ତି ସତ, କିନ୍ତୁ ଛୁଆମାନଙ୍କୁ ପଢ଼ାଇଲା ବେଳେ ଅବହେଳା କରୁଛନ୍ତି। ପାଖାପାଖି ସକାଳ 10:10 ସମୟରେ ପିଲାମାନେ ଯାଇ ଚାବି ଆଣି ଗେଟ୍ ଖୋଲିବା ସହିତ କୋଠରୀଗୁଡ଼ିକର ତାଲା ଖୋଲିଥିଲେ। ସେହି ସମୟ ପର୍ଯ୍ୟନ୍ତ କୌଣସି ଶିକ୍ଷକ ଆସିନଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସରକାରୀ ଶିକ୍ଷା ବ୍ୟବସ୍ଥା ଢିଲା ନା ଶିକ୍ଷକ ଶିକ୍ଷୟିତ୍ରୀ ଢିଲା, ଏହା ଏକ ବଡ଼ ପ୍ରଶ୍ନ। ଯେଉଁମାନେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ମୋଟା ଅଙ୍କର ଦରମା ପାଉଛନ୍ତି, ସେମାନେ ତାଙ୍କ କାର୍ଯ୍ୟରେ ଏତେ ଅବହେଳା କାହିଁକି କରୁଛନ୍ତି? ଯଦି ଏହି ଜାଗାରେ ତାଙ୍କ ଛୁଆ ପାଠ ପଢ଼ୁଥାନ୍ତେ, ତେବେ କ'ଣ ଏମାନେ ଏଭଳି ଅବହେଳା କରନ୍ତେ? କେବେ ସୁଧରିବ ସରକାରୀ ଶିକ୍ଷା ବ୍ୟବସ୍ଥା, କେବେ ସୁଧରିବେ ଶିକ୍ଷକ, ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି କେସିଙ୍ଗାରୁ ଅନିଲ କୁମାରଙ୍କ ସହିତ ସଂଗ୍ରାମ କେଫ୍ରିଦେଓଙ୍କ ରିପୋର୍ଟ, ସତ୍ୟର ସ୍ୱର।